ବନ୍ଦେ ପୁରୁଷୋତ୍ତମମ୍। ଶ୍ରୀ ଶ୍ରୀ ଠାକୁରଙ୍କର ଅବିକୃତ ବାଣୀରୁ ସଂକଳିତ ଇଷ୍ଟପ୍ରୋକ୍ତ ଗ୍ରନ୍ଥରୁ ପାଠ। ସଂକଳକ ଶ୍ରୀ ବିବେକ ରଞ୍ଜନ ଚକ୍ରବର୍ତ୍ତୀ। ପ୍ରଶ୍ନ ସଂଖ୍ୟା 118। ପୁରୁଷୋତ୍ତମ ସଦ୍ଗୁରୁ ଇଷ୍ଟଙ୍କର ବାଣୀ ସହିତ ଅନ୍ୟ କାହାଙ୍କର କଥାର ଅସାମଞ୍ଜସ୍ୟ ହେଲେ କ'ଣ କରାଯିବ? ଶ୍ରୀ ଶ୍ରୀ ଠାକୁର ଅନ୍ୟ ଯେ କେହି ହୁଅନ୍ତୁ ନା କାହିଁକି, ସେମାନଙ୍କର ବାଣୀ ଗୁଡ଼ିକରେ ପୁରୁଷୋତ୍ତମଙ୍କର ସେହି ବାଣୀ ସହିତ ଅସଙ୍ଗତି ଯେଉଁଠାରେ, ଏପରିକି ତାତ୍ପର୍ଯ୍ୟରେ ମଧ୍ୟ ଯଦି ଅସଙ୍ଗତି ଦେଖାଯାଏ, ତାହା କିନ୍ତୁ ଅପରିପାଳନୀୟ। ଯଦି କେହି ଏପରିକି କୌଣସି ସତଲୋକ ମଧ୍ୟ କହନ୍ତି ପୁରୁଷୋତ୍ତମ ମଧ୍ୟ ଏହା ହିଁ କହିଛନ୍ତି, ଏପରିକି ସେମାନେ ଯଦି ସ୍ମୃତିଗତ ବୋଲି କୌଣସି କଥାକୁ ଜୋର ଗଳାରେ କହନ୍ତି, ଆଉ ତା ଯଦି ସେହି ବାଣୀ ଓ ବାଣୀର ତାତ୍ପର୍ଯ୍ୟରେ ବ୍ୟତିକ୍ରମ ବାହି ହୁଏ, ତା ମଧ୍ୟ କିନ୍ତୁ ଅପରିପାଳନୀୟ। ବାଣୀ ସଂଖ୍ୟା 272, ଧୃତି ବିଧାୟନା, ପ୍ରଥମ ଖଣ୍ଡ, ପୃଷ୍ଠା 316। ତାଙ୍କର ପୁରୁଷୋତ୍ତମଙ୍କର ବାକ୍ୟ ହିଁ ଆପ୍ତବାକ୍ୟ। ସତ୍ୟ ଅସତ୍ ହଜାରେ ମଣିଷର କଥା ମଧ୍ୟ ସେଠାରେ ଗ୍ରହଣୀୟ ନୁହେଁ। ବାଣୀ ସଂଖ୍ୟା 173, ଆଦର୍ଶ ବିନାୟକ, ପୃଷ୍ଠା 189। ଆପ୍ତ ଅର୍ଥାତ୍ ଅଭ୍ରାନ୍ତ, ଭ୍ରମ ପ୍ରମାଦ ଶୂନ୍ୟ, ପ୍ରାମାଣିକ। ମୁଁ କହିଛି ବୋଲି କହି ଯଦି କେହି ଏପରି କିଛି କହେ ଯାହା ମୋର ଜୀବନ ଯଶ ଓ ବୃଦ୍ଧିର ଅର୍ଥାତ୍ ଧର୍ମର ବାର୍ତ୍ତା ଓ ନିୟମକୁ ଅବସାଦମଣ୍ଡିତ କରି ତୋଳେ କିମ୍ବା ଅବମାନିତ କରି ତାହାର ଉଦ୍ବୋଧନକୁ ଅବଶ କରି ବିଭ୍ରାନ୍ତି ଘଟାଇ ବିପଥରେ ନିୟୋଗ କରିଦିଏ, ନିଶ୍ଚୟ ଜାଣି ରଖ ସେହି କଥା ବା ଉଦ୍ଦେଶ୍ୟ କେତେବେଳେ ହେଁ ମୋର ନୁହେଁ। ତାହା ତାହାର ବିକୃତ ବଧନାର ବୃତ୍ତି ସ୍ୱାର୍ଥ ସୃଷ୍ଟିର ଅହଂ ଉଦ୍ଦୀପ୍ତ ଫନ୍ଦିବାଜି ନିଶ୍ଚୟ। ଯାଜନ ସଂକେତ, ପୃଷ୍ଠା 32। ଯେତେବେଳେ ହିଁ ଯାହାର ଚରିତ୍ରରେ ଇଷ୍ଟ ସ୍ୱାର୍ଥ ପ୍ରତିଷ୍ଠା ପ୍ରାଣତାର ପ୍ରତିକୂଳ ଲକ୍ଷଣ ଗୁଡ଼ିକ ଦେଖିବ, ସେତେବେଳେ ହିଁ ତାହାର ଲକ୍ଷେ ଭଲ ଗୁଣ ମଧ୍ୟ କୌଣସି ମତେ ମୋର ଶ୍ରଦ୍ଧା ଯୋଗାଇ ପାରିବ ନାହିଁ। ମୁଁ ଜାଣିବି ତାହାର ଯାହା କିଛି ଦେଖାଯାଏ, ସବୁଗୁଡ଼ିକ ଗୋଟିଏ ଭୟଙ୍କର ସୁସଜ୍ଜିତ କପଟ ଭଣ୍ଡାମି ବ୍ୟତୀତ ଆଉ କିଛି ହିଁ ନୁହେଁ। ଆଲୋଚନା ପ୍ରସଙ୍ଗେ ପଞ୍ଚମ ଖଣ୍ଡ, ପୃଷ୍ଠା 149। ଇଷ୍ଟାସନ ଲାଭର ଆଗ୍ରହ ମାଦକତାର ଭିତର ଦେଇ ଗୁରୁତ୍ୱକୁ ଆହ୍ୱାନ କରି ଯେଉଁମାନେ ନିଜର ଶୈତାନୀ ଶ୍ରୀ ବୃଦ୍ଧି କରିବାକୁ ଚାହାନ୍ତି, ସେମାନେ କିନ୍ତୁ ବିଭତ୍ସ ନାରକୀୟ ଶୈତାନର ବ୍ୟାମୁଢ଼ ମନ୍ତ୍ରପୂତ ଅଭିଚାରର ଅଗ୍ରଦୂତ। ସେମାନଙ୍କଠାରୁ ସାବଧାନ ରୁହ। ବାଣୀ ସଂଖ୍ୟା 309, ଆଚାରଚର୍ଯ୍ୟା, ଦ୍ୱିତୀୟ ଖଣ୍ଡ। ଶୈତାନର ପ୍ରଚ୍ଛନ୍ନ ଚଳନ ହିଁ ହେଉଛି ଧର୍ମ ଭିତରେ ଅବୈଧ ନୂତନତ୍ୱ ପ୍ରବେଶ କରାଇ ତାହାକୁ ବିକୃତ କରି ତୋଳିବା। ତେଣୁ ତାହା ନାରକୀୟ ଡାହାଣୀ ନିୟନ୍ତ୍ରଣ। ବାଣୀ ସଂଖ୍ୟା 3, ବିକୃତି ବିନାୟନା। ଭିତରେ ହିଁ ହେଉ ବାହାରେ ହିଁ ହେଉ ଅସତ୍କୁ ନିରୋଧ କରିବାକୁ ହୁଏ, ନହେଲେ ତାର କବଳରେ ପଡ଼ିଯିବାକୁ ହୁଏ। ଯେଉଁମାନେ ଅସତ୍କୁ ନିରୋଧ କରନ୍ତି ନାହିଁ, ସେମାନେ ପ୍ରକାରାନ୍ତରେ ଶୈତାନର ଶକ୍ତି ବୃଦ୍ଧି କରନ୍ତି। ଆଲୋଚନା ପ୍ରସଙ୍ଗେ ଦଶମ ଖଣ୍ଡ, ପୃଷ୍ଠା 164। ସତ୍ ହେବା ଭଲ, ଅସତ୍ ପ୍ରଶ୍ରୟ ହେବା ଭଲ ନୁହେଁ। ଅସତ୍ ନିରୋଧୀ ହେବା ଭଲ। ବାଣୀ ସଂଖ୍ୟା 166, ଚର୍ଯ୍ୟା ସୂକ୍ତ। ଯିଏ ତାଙ୍କୁ ସଦ୍ଗୁରୁଙ୍କୁ ଯେତେଟା ଅନୁସରଣ କରନ୍ତି, ସଶ୍ରଦ୍ଧ ଅନୁଚର୍ଯ୍ୟା ନେଇ ତାଙ୍କର ଉପଦେଶ ସେତେଟା ହିଁ ଗ୍ରାହ୍ୟ। ଅବଶ୍ୟ ଯେଉଁ ଉପଦେଶ ବୈଶିଷ୍ଟ୍ୟ ପାଳି ଆପୁରୟମାଣ ସଦ୍ଗୁରୁଙ୍କର ନିର୍ଦ୍ଦେଶ ସହିତ ସଙ୍ଗତିଶୀଳ ଓ ଆପୁରଣୀ ନୁହେଁ, ତା କେତେବେଳେ ମଧ୍ୟ ଅନୁସରଣୀୟ ନୁହେଁ। ବାଣୀ ସଂଖ୍ୟା 185, ଆଦର୍ଶ ବିନାୟକ, ପୃଷ୍ଠା 212। অসৎ বর্ধনার ইন্ধন যারা, সৎ সতীর যতই করুক ভান, নষ্ট ভ্রষ্ট বিশৃঙ্খলার তারাই দ্রুপ্ত অভিযান। বাণী সংখ্যা 77, অনুশ্রুতি তৃতীয় খণ্ড, পৃষ্ঠা 206। অর্থাৎ
ଯିଏ ଅସତର ବୃଦ୍ଧି ପାଇଁ ଇନ୍ଧନ ଅଟେ, ଯିଏ ଅସତରେ ଲିପ୍ତ ରହି ଅସତକୁ ବୃଦ୍ଧି କରେ, ସେ ଯେତେ ହିଁ ସତ୍କର୍ମର ଛଳନା ଏବଂ କୃତ୍ରିମ ଆଚରଣ କରୁନା କାହିଁକି, ସେ ନଷ୍ଟତା, ଭ୍ରଷ୍ଟତା ଏବଂ ବିଶୃଙ୍ଖଳତାର ଦୃପ୍ତ ଉଦ୍ଧତ ଅଭିଯାନ ଅଟେ। ইষ্ট নিদেশ ব্যতিক্রমী কোন কথাই শুনবি না, সমর্থন করবি না তা আচার ব্যবহারেও করবি না। বাণী সংখ্যা 26, অনুশ্রুতি চতুর্থ খণ্ড, পৃষ্ঠা 43। অর্থাৎ ইষ্ট নিদেশর বিপরীত কৌশি भी কথা শুণ ନାହିଁ, ତାର ସମର୍ଥନ ମଧ୍ୟ କରିବ ନାହିଁ ଏବଂ ଏପରି ଆଚାର ବ୍ୟବହାର ମଧ୍ୟ କରିବ ନାହିଁ। ইষ্ট নিদেশ ব্যতিক্রমী কথা কায়দা চালচলন শুনলে করলে সাই দিলে তাই নিষ্ঠাতে তোর ধর্বে ভাঙ্গন। বাণী সংখ্যা 53, অনুশ্রুতি চতুর্থ খণ্ড, পৃষ্ঠা 174। অর্থাৎ ইষ্ট নিদেশর বিপরীত কথা, নিয়ম, চালিচଳନ, ବ୍ୟବହାର ଶୁଣିଲେ, କରିଲେ ଏବଂ ଏହାର ସାଇ ସମର୍ଥନ ଦେଲେ ତୁମର ନିଷ୍ଠା ଭାଙ୍ଗିଯିବ। ଆତ୍ମପ୍ରତିଷ୍ଠାର ଲାଳସା ସନ୍ଦୀପ୍ତ ସନ୍ଧିତ୍ସା ନେଇ ଇଷ୍ଟ ପ୍ରତିଷ୍ଠାର ବାହାନା କରି ଯେଉଁମାନେ ଚଳନ୍ତି, ଇଷ୍ଟ ପ୍ରତିଷ୍ଠାର ସ୍ମିତ ଆହ୍ୱାନ ସେମାନଙ୍କୁ ପ୍ରାୟଶଃ ହିଁ ବିଫଳ ମନୋରଥ କରିଥାଏ। ଫଳରେ ସେମାନେ ଇତଭ୍ରଷ୍ଟ ସ୍ତତନଷ୍ଟ ହୋଇ ଉଠନ୍ତି। ବାଣୀ ସଂଖ୍ୟା 54, ধ্রুতি বিধায়না, প্রথম খণ্ড। ভণ্ড ঠগি দেখবে যেথায়, করো সামাল সবাই, কেউ যেন না ঠকে পড়ে এদের ভাঁওতায়। বাণী সংখ্যা 12, অনুশ্রুতি চতুর্থ খণ্ড, পৃষ্ঠা 184। অর্থাৎ ভণ্ড ঠগিକୁ ଯେଉଁଠି ବି ଦେଖିବ ସମସ୍ତଙ୍କୁ ସାବଧାନ କରିଦିଅ, ଯାହାଦ୍ୱାରା କେହି ବି ତାର ଚାଲବାଜିରେ ଆସି ଠକି ନଯାଏ। ଇଷ୍ଟନିଷ୍ଠା, ଇଷ୍ଟସ୍ୱାର୍ଥ ଓ ଇଷ୍ଟ ପ୍ରତିଷ୍ଠାର ଧନ୍ଦା ଯେଉଁମାନଙ୍କର ନାହିଁ, ସେମାନେ ଯେତେ ହିଁ ନୀତିବାଦୀ ହୁଅନ୍ତୁ ନା କାହିଁକି, ଅସଲରେ ସେମାନେ ପ୍ରାୟଶଃ ଆତ୍ମପ୍ରତିଷ୍ଠାର ବାହାନା ନେଇ ଘୂରନ୍ତି ଏବଂ ତାର ପରିପୋଷଣ ଯେଉଁଥିରେ ହୁଏ ତାହା ହିଁ କରନ୍ତି। ଆଲୋଚନା ପ୍ରସଙ୍ଗେ ଅଷ୍ଟମ ଖଣ୍ଡ, ପୃଷ୍ଠା 275। ସତ୍ ଓ ସୁଷ୍ଠୁକୁ ସନ୍ଦୀପ୍ତ ନ କରି ସେଥିରେ ସଂଘାତ ଆଣିବା ମାନେ ଅସତ୍ ନିରୋଧରେ ବ୍ୟାଘାତ ସୃଷ୍ଟି କରି ତାକୁ ହିଁ ଉଚ୍ଛଳ କରି ତୋଳିବା, ଅସତ୍ର ଜ୍ୱାଳାମୟୀ ହତା ପୂଜକ ହୋଇ ଉଠିବା। ବାଣୀ ସଂଖ୍ୟା 205, ବିଧି ବିନ୍ୟାସ। ଏକତାରେ ଯିଏ ବିଚ୍ଛେଦ ଆଣେ ସେ ଛେଦକ, ଆଉ ଛେଦକ ଯିଏ ସେ ଶୈତାନ। ବାଣୀ ସଂଖ୍ୟା 632, ଶାଶ୍ୱତୀ ଅଖଣ୍ଡ। ଏହି ବାଣୀଗୁଡ଼ିକରୁ ସ୍ପଷ୍ଟ ବୁଝାଯାଉଛି ଯେ କୌଣସି ବିଷୟରେ ନୀତି ନିର୍ଦ୍ଧାରଣ କରିବା ସମୟରେ ପୁରୁଷୋତ୍ତମ ପ୍ରୋକ୍ତ ବାଣୀ ସମୂହ ବିଶେଷ ଭାବରେ ଅନୁଧାବନ କରିବାକୁ ହେବ। ତାଙ୍କର ଅବର୍ତ୍ତମାନରେ ଯଦି କେହି କୌଣସି କଥା ପୁରୁଷୋତ୍ତମଙ୍କର ବାଣୀ ବା ନିର୍ଦ୍ଦେଶ ଯା ନୀତି ନିର୍ଣ୍ଣୟ ବ୍ୟାପାରରେ ସଂଶ୍ଳିଷ୍ଟ ବୋଲି କହି ପ୍ରବର୍ତ୍ତନ କରିବାକୁ ଚାହେଁ, ତାହେଲେ ତାଙ୍କର ବାଣୀ ସହିତ ସେ କଥାର ସଙ୍ଗତି ଅଛି କି ନାହିଁ ନିଖୁଣ ଭାବରେ ଦେଖିବାକୁ ହେବ। ଶ୍ରୀ ଶ୍ରୀ ଠାକୁରଙ୍କର ବିଶେଷ ସାବଧାନ ବାଣୀ ଏହି ଯେ କାହାରି କୌଣସି କଥା ସହିତ ତାଙ୍କର ବାଣୀର ତାତ୍ପର୍ଯ୍ୟରେ ଯଦି ଅସଙ୍ଗତି ରହେ, ତାହେଲେ ତାହା କେବେ ହେଲେ ପାଳନୀୟ ନୁହେଁ। ପୁରୁଷୋତ୍ତମଙ୍କର ଜୀବିତ ସମୟରେ ପ୍ରକାଶିତ ଓ ମୁଦ୍ରିତ ବାଣୀଗୁଡ଼ିକ ହିଁ ହେବ ପ୍ରକୃତ ନିୟାମକ। ତାଙ୍କର ତିରୋଧାନ ପରେ ତାଙ୍କର ବାଣୀ ବୋଲି ପ୍ରକାଶିତ କୌଣସି କିଛି ସହିତ ଯଦି ପୂର୍ବରୁ ପ୍ରକାଶିତ ବାଣୀର ଅସଙ୍ଗତି ଦେଖାଯାଏ, ତାହା ହେଲେ ତା ମଧ୍ୟ ଅପରିପାଳନୀୟ। ଜୟ ଗୁରୁ।